ଦ୍ରୌପଦୀଙ୍କୁ କାହିଁକି ପାଞ୍ଚାଳି ବୋଲି କୁହାଯାଏ? କେବଳ 5 ଜଣଙ୍କୁ ବିବାହ କରିବା ଯୋଗୁଁ ତାଙ୍କ ନାମ ପାଞ୍ଚାଳି ନୁହଁ। ତାର ପ୍ରକୃତ ଅର୍ଥ ହେଉଛି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଏମାନେ 5 ଜଣ ପଞ୍ଚଭୂତ ସହିତ ସମାନ। କାହିଁକି ନା ଅର୍ଜୁନ ହେଉଛନ୍ତି ଅଗ୍ନି, ଯୁଧିଷ୍ଠିର ହେଉଛନ୍ତି ପୃଥିବୀ, ଭୀମ ହେଉଛନ୍ତି ପବନ ଏବଂ ନକୁଳ ହେଉଛନ୍ତି ଜଳ ଏବଂ ସହଦେବ ହେଉଛନ୍ତି ଆକାଶ। ଏହି ପଞ୍ଚଭୂତକୁ ବିବାହ କରିଥିଲେ ଦ୍ରୌପଦୀ। ପଞ୍ଚଭୂତକୁ ଆୟତ କରି ଯେଉଁ ଲୋକ ରଖେ ତାକୁ ପାଞ୍ଚାଳି କୁହାଯାଏ। କାରଣ ଦ୍ରୌପଦୀ ଏହି ପଞ୍ଚଭୂତକୁ ବିବାହ କରି ଆୟତରେ ରଖିଥିବାରୁ 5 ଯୁକ୍ତ ଆଳି ପାଞ୍ଚାଳି ବୋଲି କୁହାଯାଏ। ଆଉ ଏକ କଥା ଜାଣନ୍ତୁ, 5 ଜଣଙ୍କୁ ବିବାହ କରିଥିବାରୁ ଦ୍ରୌପଦୀକୁ ସତୀ ନାରୀ ମଧ୍ୟ କୁହନ୍ତି ନାହିଁ, କିନ୍ତୁ ବାସ୍ତବରେ ସେ ଜଣେ ସତୀ ନାରୀ। କାହିଁକି ନା ସେ ଯାଜ୍ଞସେନୀ ଅଗ୍ନିରୁ ଜନ୍ମ ହୋଇଥିଲେ। ଅଗ୍ନି କେବେ ବି ତାର ଧର୍ମ ଏପଟ ସେପଟ କରେନି। ଅଗ୍ନିରେ ଯାହା ବି ପକାନ୍ତୁ ଅଗ୍ନିର ଧର୍ମ ଭସ୍ମ କରିବା। ଅଗ୍ନି ଉପରେ ଯାହା ବି ପକାନ୍ତୁ ସେ ଭସ୍ମ କରିବ। ଟ୍ରାଏ ବି କରି ଦେଖନ୍ତୁ। ସେଇଥିପାଇଁ ଅଗ୍ନି ଯେହେତୁ ଧର୍ମର ପ୍ରତୀକ, ସେହି ଧର୍ମରୁ ଯେତେବେଳେ ଯାଜ୍ଞସେନୀ ଜନ୍ମ ହୋଇଛନ୍ତି ସେ କେତେବେଳେ ବି ଅଧର୍ମୀ ବା ପାପୀ ବା ଅସତୀ ନାରୀ ହୋଇପାରିବେ ନାହିଁ। ସେ ସତୀ ନାରୀ ହୋଇଅଛନ୍ତି। ପଞ୍ଚଭୂତକୁ ଆୟତରେ ରଖିଥିବାରୁ ପାଞ୍ଚାଳି ବୋଲି କୁହାଗଲା। ଏବଂ ଯିଏ ପଞ୍ଚଭୂତକୁ ଆୟତ କରେ ସିଏ ହେଉଛି ପ୍ରକୃତି। ପ୍ରକୃତି ହିଁ କେବଳ 5ଟା ଭୂତକୁ ଆୟତ କରି ରଖିଥାଏ, ତେଣୁ ତାକୁ ପ୍ରକୃତି କୁହାଯାଏ। ପ୍ରକୃତି ସ୍ୱରୂପ ହେଉଛନ୍ତି ମା ଯାଜ୍ଞସେନୀ ବା ଦ୍ରୌପଦୀ ପାଞ୍ଚାଳି। ପ୍ରକୃତି କାହା ସହିତ ଶୁଅନ୍ତି ନାହିଁ କିମ୍ବା ପ୍ରକୃତି କେବେ ଭୁଲ କାମ କରିପାରିବେ ନାହିଁ। 5 ଜଣଙ୍କ ପାଖରେ କ'ଣ ଶୋଇବେ ପ୍ରକୃତି? ଟୋଟାଲ ସମସ୍ତେ ଶୋଇଥାନ୍ତି ପ୍ରକୃତି ଉପରେ। ଏହା ହିଁ ସତ୍ୟ। ସୋ ମୋର ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାନ୍ତୁ। ରହୁଛି, ପୁଣି ଏକ ନୂଆ ଭିଡ଼ିଓରେ ଦେଖା ହେବା। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।